कल्पना करी जे कोणार्कर सूर्य मंदिर सारा विश्व एक अनन्य सौंदर्य प्रतीक हो रही। हाँ महाराज, आपण कल्पना तो सत्य परिणत हो सारी। कोणार्कर प्रत्येक पत्थर खंड शिल्पीर स्पर्श प्राणवंत हो जाइछन्ति। हाँ, एक कथा सत्य। विश्व महाराणा परी शिल्पी थाउ थाउ ए मंदिर दधि नौती बसी पार ना कहीं। बसीजीव महाराज, दधि नौती निश्चय बसीजीव। विश्व महाराणा किसी गोटे उपाय निश्चय करेंगे। आपण आउ टिके धैर्य रखंतु। शिल्पी मानू आउ किछि समय दिया जाऊ। ना महामंत्री ना, मोर आउ धैर्य नहीं। शिल्पी मानू आउ समय दिया जाई परिबो नहीं। आसंता काली सूर्योदय पूर्व ए मंदिर दधि नौती न बसिले 1200 बढ़ईकर मुंड काट करा जिवो। छामु हाँ महामंत्री, मोर आदेश को 1200 बढ़ई को जणाई दियो। भजाटा हो जाऊ खाइबा को देबी। माँ, शिल्पशास्त्र पथी देवल तले अध्याय जो दधि नौती बसिया विषय लेखा है से विषय पढ़ुली। एबे तो मु देवल गढ़िया सहित दधि नौती भी बसई देबी। ठाकुरी तोते कोटी परमाई दियंतु रे बापा। तू मध्य तो बापा परी जने बड़ कारीगर होई शिल्पी कुलर ना रखे। माँ, मो बापा को पाखु को दिन जीवी जे बापा केमितिया देवल तलुछंती देखिबा को भारी इच्छा होउची। हाँ रे बापा, जीवु। तू जन्म होई नथिलु तो बापा देवल तळिबा को जाइछंती जे आउ फेरी नहांती। 12 बरस हेई गला। 12 बरस हेलाणी बापा देवल तलुछंती। हाँ रे धर्मा, चंद्रभागा ठारे तो बापा सूर्य मंदिर गढुछंती। तो बापांग संगरे 1200 बढ़ई भी लागिछंती। हेले भी काम सरुनी कि तो बापा घर को आसु नहांती। तेबे तो ए मंदिर संसारर सबोट सुंदर मंदिर हेइथिबो। हाँ रे धर्मा, मंदिरटा कोडे सूर्य देवतांग रथ भलिया हेइची। सते जिमिति आकाश रे उडुची। मु आज जीबी माँ, मु आज जीबी। बापा को देखिबी आ देवलटा को भी देखिबी। हेला बापा हेला। आम बारीर बरकोली, आम कालिया कुकुर आउ बापांकर ए मुदिटा सांगरे नै तो जीवु। याकू देखु देखु तो बापा तते चिनी देबे। माँ, मु आज जीबी ना। हाँ आज जीवु। तू आग दीटा खाई दे तापरे बाहरी पड़िबु।
ଦେଖ କିଏ ଆସିଛି। କିଏ ଆସିଛି? ତମ ପୁଅ ଧର୍ମପଦ ଆସିଛି ପରା। ନିଜ ପୁଅକୁ ବି ତମେ ଚିହ୍ନି ପାରୁନ? ମୋ ପୁଅ? ହଁ, ତମ ପୁଅ ଧର୍ମପଦ। ଠାକୁରଙ୍କର ବିଚିତ୍ର ଲୀଳା। ପୁଅ ମା ପେଟରେ ଥିଲା, ଦେଉଳ ତୋଳିବାକୁ ଆସିଲି ଯେ 12 ବର୍ଷ ହେଇଗଲା। ପୁଅକୁ ଚିହ୍ନିବି କେମିତି? ତମେ ମତେ ଚିହ୍ନି ପାରୁନ ବାପା? ଏଇ ନିଅ, ମା ତମ ପାଇଁ ଆମ ବାରିର ବରକୋଳି ପଠେଇଛି। ଆଉ ଏଇ ମୁଦିଟା ବି ପଠେଇଛି। କହିଲା ଏ ମୁଦିଟାକୁ ଦେଖିଲେ ତୋ ବାପା ତତେ ଚିହ୍ନି ପାରିବେ। ଆଁ? ହଁ ହଁ, ଏଇଟା ତ ମୋ ମୁଦି। ଏଇ ତ ଆମ ବାରିର ବରକୋଳି। ଆଉ ଆଉ ଏଇ କାଳିଆ କୁକୁରଟା? ଆରେ କାଳିଆ, ମତେ ଚିହ୍ନି ପାରୁନ? ମା କେମିତି ଅଛି? ଭଲ। ବାପା, ଦେଉଳ କାମ କଣ ସରିନି? ଦେଉଳ କାମ ସରିଗଲାଣି, ଖାଲି ଦଧି ନଉତି କାମଟା ଯାହା ବାକି ଅଛି। ସେଇଠି ତ ଆମର ବଡ଼ ଚିନ୍ତା। ଚିନ୍ତା? କି ଚିନ୍ତା? ଏତେ ଚେଷ୍ଟା କଲେ ବି ଦଧି ନଉତିଟା ବସି ପାରୁନି, ଥରକୁ ଥର ଖସି ପଡୁଛି। ଏଥିପାଇଁ ଚିନ୍ତା କଣ? ମୁଁ ତ ଅଛି, ଦଧିନଉତି ମୁଁ ବସେଇଦେବି। ଦଧି ନଉତି ତୁ ବସେଇ ଦେବୁ? ହଁ ବାପା। ଆମ ଘରେ ଯୋଉ ଦେଉଳତଳା ପୋଥିଟା ଅଛି ସବୁ ମୁଁ ପଢିଛି। ଦଧିନଉତି ମୁଁ ବସେଇଦେବି। ତୁ ଜାଣିବୁ ଧରମା, 12 ବର୍ଷ ହେଲା ଦିନ ରାତି ଖଟି ଖଟି ଆମେ ସବୁ ଅବଶ ହୋଇଗଲୁଣି। ରାଜା ହୁକୁମ ଦେଇଛନ୍ତି, ଆସନ୍ତାକାଲିର ସୂର୍ଯ୍ୟୋଦୟ ପୂର୍ବରୁ ଏ ମନ୍ଦିରର ଦଧି ନଉତି ନ ବସିଲେ 1200 ବଢ଼େଇଙ୍କର ମୁଣ୍ଡ କାଟ କରାଯିବ। ମୁଣ୍ଡ କାଟ କରାଯିବ। ଏଥିପାଇଁ ଆପଣ ଏତେ ଚିନ୍ତିତ କାହିଁକି ବାପା? ଆପଣ ମୋତେ ଅନୁମତି ଦିଅନ୍ତୁ, ଆସନ୍ତାକାଲିର ସୂର୍ଯ୍ୟୋଦୟ ପୂର୍ବରୁ ଏ ମନ୍ଦିରର ଦଧିନଉତି ମୁଁ ନିଶ୍ଚୟ ବସେଇଦେବି। ଯା ଯା ବାପା ଯା, ତତେ ମୁଁ ଅନୁମତି ଦେଲି। ତୁ ଯଦି ପାରିବୁ ମନ୍ଦିରର ଦଧି ନଉତି ବସେଇବି। 1200 ବଢ଼େଇଙ୍କର ମୁଣ୍ଡ ସହିତ 1200 ବଢ଼େଇଙ୍କର ମାନ ରକ୍ଷା କର। ଯା ଯା।
କାରିଗରୀ ବିଶୁ ଭାଇ, ତମ ପୁଅ ଧର୍ମା ମନ୍ଦିରର ଦଧିନଉତି ବସେଇ ଆମର ମାନ ରକ୍ଷା କରିଦେଲା। ବିଶୁ ଭାଇ, ତମ ପୁଅ ଧର୍ମପଦ 1200 ବଢ଼େଇଙ୍କର ମୁଣ୍ଡ ରକ୍ଷା କରିଦେଲା। ହେଲେ ରାଜା ଯେତେବେଳେ ଜାଣିବେ 1200 ବଢ଼େଇ ଯେଉଁ କାମକୁ କରିପାରିଲେନି, 12 ବର୍ଷର ଗୋଟିଏ ବାଳକ ଧର୍ମପଦ ସେ କାମ କରିଦେଇଛି। ରାଜା ଅତ୍ୟନ୍ତ ଖୁସି ହେବେ। ଯାହାହେଲେ ବି ଧର୍ମପଦ ତ ମୋ ପୁଅ। ନା ବିଶୁ ଭାଇ, ନା। ରାଜା ଏକଥା ଜାଣିଲେ 1200 ବଢ଼େଇଙ୍କର ମୁଣ୍ଡକାଟ କରିଦେବେ। ଏବେ ତମେ କୁହ ବିଶୁ ଭାଇ, 1200 ବଢ଼େଇର ଦାୟ ନା ଧର୍ମର ଦାୟ? ତମେ ସବୁ ମତେ ଧର୍ମ ସଙ୍କଟରେ ପକେଇ ଦେଉଛ। କଣ କହୁଛ ତମେ ସବୁ? କଣ କହୁଛ? 1200 ବଢ଼େଇର ଦାୟ ନା ଧର୍ମପଦର ଦାୟ? 1200 ବଢ଼େଇର ଦାୟ ନା ଧର୍ମପଦର ଦାୟ? 1200 ବଢ଼େଇର ଦାୟ ନା ଧର୍ମପଦର ଦାୟ? ବାପା ବାପା, ମୋ ପାଇଁ ତମେ ମୋଟେ ଚିନ୍ତା କରନି, ମୋଟେ ଚିନ୍ତା କରନି। ଧର୍ମପଦ, 1200 ବଢ଼େଇଙ୍କ ଜୀବନ ପାଇଁ ମୁଁ କଣ ମୋ ଜୀବନ ଦେଇପାରିବିନି? ଧର୍ମପଦ, ହଁ ବାପା, ସୂର୍ଯ୍ୟ ଉଦୟ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି। ତା ପୂର୍ବରୁ ମୁଁ 1200 ବଢ଼େଇଙ୍କର ଜୀବନ ନିଶ୍ଚୟ ରକ୍ଷା କରିବି, ନିଶ୍ଚୟ ରକ୍ଷା କରିବି। ଧର୍ମପଦ, 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 ଧର୍ମପଦ।